ଗୋଟିଏ ଗାଉଁଲି ପିଲାର ବଡ଼ ଭାଣ୍ଡ କିପରି ମୋ ପିଆକୁ କେହି ପୁରା ଫଟେଇ ଦେଇଥିଲା, ସେଇ ବିଷୟରେ ମୁଁ ଆଜି ଆପଣମାନଙ୍କୁ ଏଇ ଭିଡ଼ିଓରେ କହୁଛି। ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ମୁଁ ଗ୍ୟାରେଣ୍ଟି ଦେଇ କହିବି, ଯଦି ଆପଣ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିବେ ତେବେ ନିଶ୍ଚିତ ଭାବରେ ଆପଣଙ୍କର ଭାଣ୍ଡ ଟିଙ୍ଗି ଉଠିବ ଏବଂ ବିଆ ସଲସଲ ନିଶ୍ଚିତ ଭାବରେ କରିବ ଏବଂ ଘିଆ ଖାଇବାକୁ ମନ ନିଶ୍ଚିତ ହେବ। ତ ଆସନ୍ତୁ, ମୁଁ ଆପଣଙ୍କୁ ପୁରା କାହାଣୀଟି କହୁଛି। ନମସ୍କାର, ମୋ ନାମ ରୋଜି। ଆପଣମାନେ ଦେଖୁଛନ୍ତି ଆପଣଙ୍କର ପ୍ରିୟ ଚ୍ୟାନେଲ ପ୍ରିୟା ଟ୍ୟୁବ୍ ଚ୍ୟାନେଲ। ଏହି ଚ୍ୟାନେଲରେ ଆପଣମାନେ ଏହି ପ୍ରକାର ହଟ୍ ଘିଆ ଭିଡ଼ିଓ ସବୁ ପାଇବେ। ଯଦି ଚ୍ୟାନେଲକୁ ଆଜି ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନଥିବେ ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ନିଶ୍ଚିତ ଭାବରେ ଚିପିବେ, ଯାହାଫଳରେ ଆମ ଚ୍ୟାନେଲରେ ଛଡ଼ାଯାଉଥିବା ଭିଡ଼ିଓର ନୋଟିଫିକେସନ୍ ସର୍ବପ୍ରଥମେ ଆପଣଙ୍କୁ ଯିବ। ଏବଂ ଏହି ଚ୍ୟାନେଲ ହେଉଛି ଗୋଟିଏ ଘିଆ ଭିଡ଼ିଓର ଚ୍ୟାନେଲ। ଏହାକୁ ଦେଖିବା ପରେ ନିଶ୍ଚିତ ଭାବରେ ଆପଣଙ୍କର ଭାଣ୍ଡ ଉଠିବ, ବିଆ ସଲସଲ ହେବ, ଘିଆ ଖାଇବାକୁ ପ୍ରବଳ ଇଚ୍ଛା ହେବ। ମୋ ସ୍ୱାମୀ ବାହାରେ ଚାକିରି କରନ୍ତି। ସବୁଦିନ ସେ ଘରକୁ ଫେରି ପାରନ୍ତି ନାହିଁ। ତେଣୁ ଘରର କାମ ଦାମ ଦେଖାଶୁଣା ପାଇଁ ଆମ ଘରେ ଗୋଟିଏ ଗାଉଁଲି ପିଲାକୁ ଆଣି ଆମେ ରଖିଥିଲୁ ଚାକର ଭାବରେ। ସେ ଘରେ ରୁହେ, ସବୁ କାମ ଦାମ କରେ। ତାର ବୟସ ବି ପାଖାପାଖି 22 କି 23 ହେବ। ତ ସ୍ୱାମୀ ଯେହେତୁ ଘରେ ସବୁଦିନ ରୁହନ୍ତି ନାହିଁ, ତେଣୁ ମୋତେ ରାତିରେ ନିଦ ହେବାରେ ବହୁତ କଷ୍ଟ ହୁଏ। ମୁଁ ଏମିତି ଏକ ବେଧି, ମୋତେ ପ୍ରତ୍ୟେକ ଦିନ ଘିଆ ଦରକାର ହୁଏ। ମୁଁ ଘିଆ ନ ଖାଇଲେ ମୋତେ ରାତିରେ ଠିକ୍ ଭାବରେ ନିଦ ବି ହୁଏ ନାହିଁ, ମୋ ମନ ବି ଭଲ ରୁହେ ନାହିଁ। କିନ୍ତୁ ସ୍ୱାମୀଙ୍କ ଅନୁପସ୍ଥିତି ମୋତେ ବହୁତ କଷ୍ଟ ଦିଏ। ତେଣୁ ଏମିତି କିଛି ଦିନ ଗଲା ପରେ ମୁଁ ଆଉ ନିଜକୁ ସମ୍ଭାଳି ନପାରି ମୋ ମନ ଭିତରେ ଗୋଟେ କଥା ଆସିଲା ଯେ ସେ ଗାଉଁଲି ପିଲାଠାରୁ ଥରେ ଯଦି ମୁଁ ଘିଆ ଖାଆନ୍ତି ତେବେ କେମିତି ହୁଅନ୍ତା। ତେଣୁ ମୁଁ ଆସ୍ତେ ଆସ୍ତେ ତା ପ୍ରତି ଦୁର୍ବଳତା ମୋର ବଢ଼ିଲା ଏବଂ ମୁଁ ସଦାବେଳେ ତାରି କଥା ହିଁ ସ୍ୱପ୍ନରେ ଦେଖୁଥାଏ, କେମିତି ତା ପାଖରୁ ଘିଆ ଖାଇବି। ଥରେ କ'ଣ ହେଇଛି ନା, ଖରାବେଳଟାରେ ସେ କାମଦାମ ସାରି ଭାତ ଖାଇ ଚେୟାରରେ ବସିଥିଲା। ମୁଁ ଯାଇ ତା ପାଖରେ ବସିଲି, ଏଣୁ ତେଣୁ କଥା ହେଲି ତା ଘର ଏବଂ ତା ଗାଁ ବିଷୟରେ ଏଣୁ ତେଣୁ କଥା ହେଲି। କଥା ହେଉଥିବା ସମୟରେ ମୁଁ ମଝିରେ ମଝିରେ ତା ଦେହରେ ମଧ୍ୟ ଫଟାରେ ହାତ ମାରି ଦେଉଥିଲି ଏବଂ ମୁଁ ସେଇଠି ଅନୁଭବ କଲି ଯେ ଟଙ୍କାର ବହୁତ ହିଟ୍ ଅଛି। ତେଣୁ ଆଜି ଯେପଟେ ହେଉ ମୁଁ ତାକୁ ଘେଇବି ଏବଂ ମୋ ବିଆକୁ ଶାନ୍ତି କରେଇବି। କିଛି ସମୟ ପରେ ମୁଁ ମୋ ରୁମ୍କୁ ଚାଲିଗଲି ଏବଂ ରୁମ୍ରେ ଯାଇ ଟିକେ ଗଡ଼ପଡ଼ ହେଲି। 10ରୁ 15 ମିନିଟ୍ ଯାଇଛି, ମୁଁ ରୁମ୍ରୁ ରହି ପାଟି କଲି। ତା ନାମ ଧରି ମୁଁ ତାକୁ ଡାକିଲି। ସେ ମଧ୍ୟ କ'ଣ କଲା ନା, ଯାଇ ମୋ ପାଖରେ ପହଞ୍ଚିଲା ଏବଂ ପଚାରିଲା, ମାଲିକାଣୀ କ'ଣ ହେଲା? ମୁଁ କହିଲି, ଆରେ ମୋ ମୁଣ୍ଡଟା ପ୍ରବଳ ମାତ୍ରାରେ ବିନ୍ଧୁଛି, ତୁ ଗୋଟେ କାମ କର, ମୋ ମୁଣ୍ଡଟାକୁ କିଛି ସମୟ ଟିକେ ଚିପି ଦେ। ସେ କହିଲା, ହଉ ଠିକ୍ ଅଛି। ତେଣୁ ମୋ ପାଖରେ ଛିଡ଼ା ହୋଇ ତାର ଡାହାଣ ହାତରେ ସେ ମୋ ମୁଣ୍ଡକୁ ଚିପିବାକୁ ଲାଗିଲା। ବେଶ୍ କିଛି ସମୟ ଚିପି ସାରିଲା ପରେ ମୋତେ ମଧ୍ୟ ଆରାମ ଲାଗିଲା, କିନ୍ତୁ ପ୍ରକୃତରେ ତ ମୋ ମୁଣ୍ଡ ବିନ୍ଧୁ ନଥିଲା, ମୋ ବିଆ ସଲସଲ ହେଉଥିଲା ଘିଆ ଖାଇବା ପାଇଁ। ତେଣୁ ସିଏ ଯେତେବେଳେ ମୋ ପାଖରେ ଛିଡ଼ା ହେଇଥିଲା, ତାର ଭାଣ୍ଡଟି ପୁରା ମୋ ମୁହଁ ସାମ୍ନାରେ ଥିଲା। ତେଣୁ ମୁଁ ସେଇଠି ରହି ରହି ଚିନ୍ତା କରୁଥିଲି, କେମିତି ତା ଭାଣ୍ଡରେ ଟିକେ ମୁହଁ ମାରିଦେବି। ତ ଏହି ସମୟରେ ମୁଁ କ'ଣ କଲି, ଟିକେ କାଇଦା କରି ତା ହାତଟିକୁ ଧରି ଟାଣିଦେଲି। ସେ କ'ଣ କଲା ନା, ଲଥ୍ କିନା ମୋ ଉପରେ ପଡ଼ିଗଲା। ତାପରେ ସେ ହଠାତ୍ କହିଲା, ବାବୁଆଣୀ, ମୋ ହାତଟି ସ୍ଲିପ୍ କରିଗଲା, ଆପଣ କିଛି ଖରାପ ଭାବେ ନାହିଁ।
ମୁଁ କହିଲି ନାଇଁ ନାଇଁ, ମୁଁ କାହିଁକି ଖରାପ ଭାବେ। ହଉ ତୁ ଗୋଟେ କାମ କର, ଏଇ ପଲଙ୍କ ଉପରକୁ ଟିକେ ଚଢ଼ି ଆସ ଏବଂ ମୋ ଗୋଡ଼ଟାକୁ ଟିକେ ମୁଡ଼ି ମାଡ଼ି ଦେ। ତାପରେ ସେ ପଲଙ୍କ ଉପରକୁ ଚଢ଼ି ଆସିଲା ଏବଂ ମୋ ଗୋଡ଼କୁ ଚିପିବାକୁ ଆରମ୍ଭ କଲା। ମୁଁ ମଧ୍ୟ ଆସ୍ତେ ଆସ୍ତେ ମୋ ଶାଢ଼ୀକୁ ଉପରକୁ ଟେକି ଟେକି ତାକୁ ଜଙ୍ଘ ପର୍ଯ୍ୟନ୍ତ ତା ହାତକୁ ବୁଲା କରେଇଲି। ତେଣୁ ସେ ଯେତେବେଳେ ମୋ ଜଙ୍ଘରେ ହାତ ବୁଲାଉଥିଲା ମୋତେ ତ ମଜା ଲାଗୁଥିଲା, କିନ୍ତୁ ମୁଁ ଅନୁଭବ କଲି ଯେ ତାର ଗାଣ୍ଡ ମଧ୍ୟ ଆସ୍ତେ ଆସ୍ତେ ଷ୍ଟ୍ରଙ୍ଗ ହେଉଛି। ତେଣୁ ମୁଁ କହିଲି ଏଇଟା ହେଉଛି ଠିକ୍ ସମୟ। ମୁଁ ଚଟକିନା ଉଠି ପଡ଼ିଲି ଏବଂ ତାକୁ ଖପ୍ କିନା ସେଇ ପଲଙ୍କ ଉପରେ ପକେଇ ଦେଇ ତା ଉପରେ ଚଢ଼ିଗଲି। ସେ କିଛି କହିବା ପୂର୍ବରୁ ମୁଁ ତା ଗାଲରେ, ତା ବେକରେ ଚାରିଆଡ଼େ ଖାଲି ଚୁମା ଉପରେ ଚୁମା ମାରି ଚାଲିଲି। ସେ ଖାଲି ମଝିରେ ଏତିକି କହିଲା, ବାବୁଆଣୀ ଏ କ'ଣ ହେଉଛି? ମୁଁ ଆଉ ନିଜକୁ ସମ୍ଭାଳି ପାରିବି ନାହିଁ, କାଳେ କ'ଣ ଭୁଲ ହେଇଯିବ। ମୁଁ ତାକୁ କହିଲି, ଆରେ ତୋର ଯାହା ଭୁଲ କରିବା କଥା ଆଜି ସବୁ ଭୁଲ କର, କିନ୍ତୁ ମୋ ବିୟାକୁ ଟିକେ ଶାନ୍ତି କରିଦେ। ଏଇ କଥା କହି ମୁଁ ତାର ପ୍ୟାଣ୍ଟରୁ ଚେନ୍ଟିକୁ ଟାଣି ଦେଇ ତାର ବାଣ୍ଡଟିକୁ ବାହାରକୁ କାଢ଼ି ଆଣିଲି। ଲମ୍ବା ବାଣ୍ଡ, କି ସୁନ୍ଦର ବାଣ୍ଡ ହେଇଛି। ସେ ବାଣ୍ଡକୁ ଦେଖି ସାରିଲା ପରେ ମୋ କାନ ପାଖରେ ଯେମିତି ଝାଇଁ ଝାଇଁ ହେଇଗଲା। ତେଣୁ ମୁଁ ପାଗଳି ଭଳିଆ କ'ଣ କଲି ନା ତା ବାଣ୍ଡକୁ ମୁହଁ ମାରିଦେଲି ଏବଂ ନିର୍ଦ୍ଧୁମ ଭାବରେ ତା ବାଣ୍ଡକୁ ଚୁଚୁମିବାକୁ ଲାଗିଲି। ସେ ଆଉ କିଛି କହିପାରୁନଥାଏ, କେବଳ ଉଃ ଆଃ ଏମିତି ହେଉଥାଏ। 5ରୁ 7 ମିନିଟ୍ ପର୍ଯ୍ୟନ୍ତ ମୁଁ ତା ବାଣ୍ଡକୁ ଖାଲି ଚାଟି ଚାଲିଲି, କାରଣ ଏତେ ଲମ୍ବା ବାଣ୍ଡ ମୋ ସ୍ୱାମୀଙ୍କର ନଥିଲା। ତେଣୁ ସେ ଲମ୍ବା ବାଣ୍ଡକୁ ଦେଖି ମୁଁ ଆଉ ନିଜକୁ ଆୟତ୍ତ କରିପାରିଲି ନାହିଁ। ତାପରେ ସେ ମୋତେ କହିଲା, ମାଲିକାଣୀ ମୋର ପ୍ରବଳ ମନ ହେଇଗଲାଣି, ତେଣୁ ମୁଁ ଟିକେ ଆପଣଙ୍କ ବିୟାକୁ ଚାଟିବି। ଆପଣ ଟିକେ ଶାଢ଼ୀଟିକୁ ଖୋଲି ଦିଅନ୍ତୁ। ମୁଁ କହିଲି, ଆରେ ତୁ ନିଜେ ଖୋଲି ଦେଉନୁ। ତେଣୁ ସେ କ'ଣ କଲା ନା ମୋ ଶାଢ଼ୀଟିକୁ ଖୋଲି ଦେଇ ମୋତେ ସମ୍ପୂର୍ଣ୍ଣ ଉଲଗ୍ନ କରିଦେଲା। ମୋ ଉଲଗ୍ନ ଚେହେରା ଦେଖି ସାରିଲା ପରେ ସେ ମଧ୍ୟ ପାଗଳ ଭଳି ହେଇଗଲା। ଖାଲି ମୋ ବିୟାକୁ ଚାଟି ଚାଲିଲା, ଯେମିତି ମହୁ ବାହାରୁଛି ମୋ ବିୟାରୁ। ନିର୍ଦ୍ଧୁମ ଭାବରେ ଚାଟିଲା। ତାପରେ ମୁଁ ତାକୁ କହିଲି, ଆଜି ଟିକେ ଇଂଲିଶ ପ୍ୟାଟର୍ନରେ ମୋତେ ଡେଇଁ ଦେ। ସେ କହିଲା, ମାଲିକାଣୀ ଇଂଲିଶ ପ୍ୟାଟର୍ନ କ'ଣ? ମୁଁ କହିଲି, ଆରେ ଯେମିତି କୁକୁରମାନେ ଗିହନ୍ତି ସେମିତି ତୁ ମୋତେ କୁକୁର ଭଳିଆ ଗିଁ। ତେଣୁ ମୁଁ କ'ଣ କଲି ନା ଆଣ୍ଠେଇ ପଡ଼ିଲି ଏବଂ ତାକୁ ମୋ ଗାଣ୍ଡି ପଟରୁ ତା ବାଣ୍ଡକୁ ପୁରେଇବା ପାଇଁ ତାକୁ କହିଲି। ସେ ମଧ୍ୟ ସେୟା କଲା। ମୋ ଗାଣ୍ଡି ପଟରୁ ତା ବାଣ୍ଡକୁ ସେ ପଶେଇଲା। ବେଶ 10ରୁ 15 ମିନିଟ୍ ପର୍ଯ୍ୟନ୍ତ ସେ ଗେହିଁ ଚାଲିଲା। ସେ ଏତେ ସୁନ୍ଦର ଭାବରେ ଗେହୁଥାଏ ଏବଂ ପାଗଳ ଭଳି ଗେହୁଥାଏ, ମୋତେ ବହୁତ ମଜା ଲାଗୁଥାଏ। ମୋ ବିୟା ସେତେବେଳକୁ ଶାନ୍ତି ହେବା ଅବସ୍ଥାରେ ପହଞ୍ଚି ସାରିଥାଏ। ମୁଁ ଜାଣିନେଲି ଯେ ମୋ ବିୟାରୁ ବର୍ତ୍ତମାନ ରସ ବାହାରିଯିବ। ତେଣୁ ମୋ ବିୟାର ରସ ତାକୁ ଚଖେଇବା ପାଇଁ ମୁଁ କାଇଦାରେ କହିଲି, ତୁ ବର୍ତ୍ତମାନ ଆଉ ଥରେ ମୋ ବିୟାକୁ ଚାଟ। କାରଣ ମୋତେ ବିୟା ଚାଟି ଚାଟି ରସ ବାହାର କରିବାର ମଜା ବହୁତ ଭଲ ଲାଗେ। ତେଣୁ ସେ ଚାଟିବା ପାଇଁ ମୁଁ ତାକୁ ପ୍ରବର୍ତ୍ତେଇଲି ଏବଂ ସେ ମଧ୍ୟ ମୋ ବିୟାରେ ମୁହଁ ମାରି ପୁଣି ଚାଟିବାକୁ ଆରମ୍ଭ କଲା। 2ରୁ 3 ମିନିଟ୍ ପର୍ଯ୍ୟନ୍ତ ଚାଟି ସାରିଲା ପରେ ମୋ ବିୟାରୁ ସବୁ ପାଣି ବାହାରିଗଲା। ତାପରେ ଯେହେତୁ ତା ବାଣ୍ଡରୁ ରସ ବାହାରି ନଥିଲା, ତେଣୁ ସେ ମୋତେ ଛାଡ଼ୁନଥିଲା। ତେଣୁ ମୁଁ କ'ଣ କଲି ଯେ ଦେଖା, ମୁଁ ତ ତୋ ବାଣ୍ଡକୁ ଆଉ ଥରେ ଭଲ ଭାବରେ ଚାଟି ଦେଉଛି। 2ରୁ 4 ମିନିଟ୍ ପର୍ଯ୍ୟନ୍ତ ମୁଁ ପୁଣି ତା ବାଣ୍ଡକୁ ଚାଟିଲି। ସେ କହିଲା, ବାବୁଆଣୀ ଆପଣ ଚାଟିଲେ ମୋ ବାଣ୍ଡରୁ ରସ ବାହାରିବ ନାହିଁ, ମୋତେ ଆଉ ଟିକେ ଗେଇଁବାକୁ ଦିଅନ୍ତୁ। ମୁଁ ବି କହିଲି, ହଉ ଠିକ୍ ଅଛି ଏବଂ ମୁଁ ଶୋଇପଡ଼ିଲି। ସେ ମୋ 2 ଟାଙ୍ଗକୁ ଉପରକୁ ଟେକି
ପୁଣି ତା ଦାଣ୍ଡକୁ ମୋ ବିଆରେ ପଶିଲା ଏବଂ 10ରୁ 15 ମିନିଟ୍ ପର୍ଯ୍ୟନ୍ତ ଘେଇଁଲା। ପାଖାପାଖି ପ୍ରଥମରୁ ଶେଷ ପର୍ଯ୍ୟନ୍ତ 1.5 ଘଣ୍ଟା ଲାଗିଥିଲା ତା ଦାଣ୍ଡରୁ ରସ ବାହାର କରିବା ପାଇଁ। ଏବଂ ଯେତେବେଳେ ତା ଦାଣ୍ଡରୁ ରସ ବାହାରିଗଲା ସେ ନିସ୍ତେଜ ହେଇ ଶୋଇପଡ଼ିଲା। ମୁଁ ମଧ୍ୟ ତା ଉପରେ ଯାଇ ଶୋଇପଡ଼ିଲି। 15ରୁ 20 ମିନିଟ୍ ଶୋଇ ସାରିଲା ପରେ ଟକାର ପୁନର୍ବାର ଦାଣ୍ଡ ଉଠିବାକୁ ଆରମ୍ଭ କଲା। ସେ କହିଲା, ମାଲିକାଣୀ, ମୋତେ ଆଉ ଥରେ ଘେଇବାକୁ ଦିଅ। ମୁଁ କହିଲି, ଆରେ ଥରେ କାହିଁକି, ତୁ ଆଜି ସାରା ଦିନ ମୋତେ ଘେହେଁ, ମୋର କିଛି ବି ଅସୁବିଧା ନାହିଁ। ପୁଣି ସେ ମୋତେ ପାଖାପାଖି ଘଣ୍ଟେ ପର୍ଯ୍ୟନ୍ତ ଘେଇଥିଲା। ଆମେ ଏମିତି ଘିଆଁ ଘିଁ ପାଖାପାଖି ଦିନ 3:30ରୁ 4 ପର୍ଯ୍ୟନ୍ତ ହୋଇଥିଲୁ। ତାପରେ ଆମେ ଥକିଗଲୁ ଏବଂ ଯେ ଯାହା କାମରେ ଲାଗିଗଲୁ। ସ୍ୱାମୀ ଆସିବା ବେଳକୁ ମୋ ବିଆ ସମ୍ପୂର୍ଣ୍ଣ ଭାବରେ ଶାନ୍ତି ହୋଇଯାଇଥିଲା। ସେଦିନର ଘିଆଁ ଘିଇଁ ପରେ ମୁଁ ସେ ଗାଉଁଲି ଟକା ପାଖରୁ ବହୁତ ଥର ଘିଆଁ ଖାଇଛି ଏବଂ ସେ ମୋ ମନ, ମୋ ବିଆ, ମୋ ଦେହ ସବୁକୁ ଶାନ୍ତି କରିଦେଇଛି। ତ ଏ ସମ୍ବନ୍ଧରେ ମୁଁ ପରବର୍ତ୍ତୀ ଭିଡ଼ିଓରେ ଆପଣମାନଙ୍କୁ କହିବି। ଆପଣମାନେ ଚ୍ୟାନେଲରେ ଯୋଡ଼ି ହୋଇ ରହନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ବହୁତ ଦୁଃଖ ଲାଗେ ଆପଣମାନେ ଚ୍ୟାନେଲର ଭିଡ଼ିଓ ଗୁଡ଼ିକୁ ବହୁତ ମାତ୍ରାରେ ଦେଖୁଛନ୍ତି, ବହୁତ ମାତ୍ରାରେ ସେୟାର କରୁଛନ୍ତି, କିନ୍ତୁ ଚ୍ୟାନେଲକୁ ସବସ୍କ୍ରାଇବ୍ କରୁନାହାନ୍ତି। ତେଣୁ ମୋର ଆପଣମାନଙ୍କୁ ଅନୁରୋଧ, ମୁଁ ବହୁତ କଷ୍ଟରେ ଆପଣଙ୍କ ଦାଣ୍ଡକୁ ଉଠାଉଛି ଏବଂ ବହୁତ କଷ୍ଟରେ ଆପଣଙ୍କ ବିଆକୁ ମୁଁ ଶାନ୍ତି ଦେଉଛି, କିନ୍ତୁ ଆପଣମାନେ ମୋ ଦୁଃଖକୁ ବୁଝୁନାହାନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରୁନାହାନ୍ତି। ତେଣୁ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ଚିପନ୍ତୁ। ରହୁଛି, ପୁନର୍ବାର ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। ନମସ୍କାର।